ସମସ୍ତଙ୍କୁ ଆମମାନଙ୍କୁ ତ୍ରାଣକର୍ତ୍ତା ରକ୍ଷାକର୍ତ୍ତା ନାଜରିତୀୟ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର ଜଣାଉଛି। ପ୍ରିୟମାନେ, ଆଜି ଆମେ ଗୋଟେ ବିଷୟ ବାଇବେଲ ମଧ୍ୟରୁ ଆଲୋଚନା କରିବା, ତାହା ହିଁ ଦୁର୍ବଳତାରେ ସନ୍ତୁଷ୍ଟ। ଦୁର୍ବଳତାରେ ସନ୍ତୁଷ୍ଟ। ଦୁର୍ବଳତାରେ ସନ୍ତୁଷ୍ଟ କ'ଣ? ଏ ଗୋଟେ ବିଷୟ ଆମେ ଶୁଣିବାରୁ ହିଁ ଆମେ ଆଶ୍ଚର୍ଯ୍ୟିତ ହୋଇଥାଉ। ଦୁର୍ବଳତାରେ ସନ୍ତୁଷ୍ଟ କ'ଣ? ଦୁର୍ବଳ କହିଲେ ଆମମାନଙ୍କ ଜୀବନରେ ଆସୁଥିବା ସମସ୍ୟା ଗୁଡ଼ିକ, ବିପଦ ଗୁଡ଼ିକ, ଅନେକ ପ୍ରକାର ବିଷୟ ଗୁଡ଼ିକ ଆସିଲା ବେଳେ ଆମେ ଦୁର୍ବଳ ହୋଇପଡ଼ିଥାଉ। ଦୁର୍ବଳତା ଆମମାନଙ୍କଠାରେ ଦେଖାଯାଇଥାଏ। ଆତ୍ମୀୟ ଭାବରେ ହେଉ, ଶାରୀରିକ ଭାବରେ ହେଉ, ଦୁର୍ବଳତା ଆମମାନଙ୍କଠାରେ ଆସିଲେ ଆମମାନେ ସେହି ପ୍ରକାର ଦୁର୍ବଳତାରେ ଆମମାନେ ଦୁଃଖ କରିଥାଉ, ସନ୍ତୁଷ୍ଟ ହୋଇନଥାଉ। କେଉଁ ମନୁଷ୍ୟ ହେଲେ ବି ଏ ଜଗତରେ କେବେ ଦୁର୍ବଳତା ଆସିଲେ ଦୁଃଖ କରିଥାଏ, ସନ୍ତୁଷ୍ଟ ହୋଇନଥାଏ। ସେହି ପ୍ରକାର ସମୟରେ ଆଜି ଆମେ ଆଲୋଚନା କରିବା ଦୁର୍ବଳତାରେ ସନ୍ତୁଷ୍ଟ। ଦୁର୍ବଳତାରେ କିପରି ସନ୍ତୁଷ୍ଟ ହୋଇପାରିବା? କେଉଁ ପ୍ରକାର ଦୁର୍ବଳତା ତାହା? ଆମମାନଙ୍କ ଜୀବନରେ ଆସିବା ଦୁର୍ବଳତାରେ ଆମେ ହୁଏତ ଦୁଃଖିତ ହୋଇଥାଉ, ସନ୍ତୁଷ୍ଟିତ ହୋଇନଥାଉ। ହେଲେ ଦୁର୍ବଳତାରେ ସନ୍ତୁଷ୍ଟ ଏହା ସମ୍ଭବ କି? ଏହା କିପରି? କାହାର ସାହାଯ୍ୟ ଦ୍ୱାରା ଆମେ ସନ୍ତୁଷ୍ଟ ହୋଇପାରିବା ଦୁର୍ବଳତାରେ ଥିଲାବେଳେ? ଏପରି ବାଇବେଲରେ କିଏ ହେଲେ ବି ଦୁର୍ବଳ ଅବସ୍ଥାରେ ଥିଲାବେଳେ ସବଳ ହେଲେ କି, ସନ୍ତୁଷ୍ଟିତ ହେଲେ କି? କହି ଆମେ ବାକ୍ୟକୁ ଧରି ଆଲୋଚନା କରିବା। ପ୍ରତ୍ୟେକ ବିଷୟକୁ ଆମେ ବାକ୍ୟକୁ ଧରି ଆଲୋଚନା କଲେ, ଆଉ ବାକ୍ୟରେ ଲେଖା ଅଛି କରନ୍ଥୀୟ ମଣ୍ଡଳୀ ନିକଟ ଦ୍ୱିତୀୟ ପତ୍ର 12 ଅଧ୍ୟାୟ ତାର 10 ପଦ ଆମେ ପଢ଼ିବା। କରନ୍ଥୀୟ ମଣ୍ଡଳୀ ନିକଟ ଦ୍ୱିତୀୟ ପତ୍ର 12 ଅଧ୍ୟାୟ 10 ପଦ। କରନ୍ଥୀୟ ମଣ୍ଡଳୀ ନିକଟ ଦ୍ୱିତୀୟ ପତ୍ର 12 ଅଧ୍ୟାୟ 10 ପଦ ଆମେ ଥରେ ପଢ଼ିପାରିଲେ, ତେଣୁ ଖ୍ରୀଷ୍ଟଙ୍କ ନିମନ୍ତେ ଦୁର୍ବଳତାରେ, ଅପମାନରେ, ଦୁର୍ଦ୍ଦଶାରେ, ତାଡ଼ନାରେ, ସଙ୍କଟରେ ମୁଁ ସନ୍ତୁଷ୍ଟ ହୁଏ। କାରଣ ଯେତେବେଳେ ମୁଁ ଦୁର୍ବଳ ସେତେବେଳେ ମୁଁ ବଳବାନ। ଏଠାରେ ପ୍ରେରିତ ପାଉଲ କହୁଛନ୍ତି ଖ୍ରୀଷ୍ଟଙ୍କ ନିମନ୍ତେ ଦୁର୍ବଳତାରେ ମୁଁ ସନ୍ତୁଷ୍ଟ ବୋଲି କହୁଛନ୍ତି। ତାଙ୍କ ପୂର୍ବରୁ ଏକ ଅଧ୍ୟାୟ ପୂର୍ବରୁ ଆମେ ଦେଖିଲେ ରୋମୀୟ ମଣ୍ଡଳୀ ନିକଟ ପତ୍ର, ଦ୍ୱିତୀୟ କରନ୍ଥୀୟ ମଣ୍ଡଳୀ ନିକଟ ପତ୍ର, ପ୍ରଥମ କରନ୍ଥୀୟ ମଣ୍ଡଳୀ ନିକଟ ପତ୍ର ଆମେ ଦେଖିଲେ ସେ ସମସ୍ତ ପତ୍ରରେ ପ୍ରେରିତ ପାଉଲଙ୍କ ଜୀବନ ଆମେ ଦେଖିଲେ ଥରେ ଦୁର୍ବଳତାରେ ମୁଁ ସନ୍ତୁଷ୍ଟ। ତାଙ୍କ ଜୀବନ ଆମେ ଥରେ ଆଲୋଚନା କଲେ ଦୁର୍ବଳତା ଅନେକ ପ୍ରକାର କାରଣ ଦ୍ୱାରା ସେ ଆମ ଜୀବନର ଦୁର୍ବଳତା ତାଙ୍କ ଜୀବନରେ ଆସିଲା। ଅନେକ ପ୍ରକାର ବିପଦରେ, କାରାଗାର ସହ୍ୟ କରିବାରେ, ମୃତ୍ୟୁର ସମ୍ମୁଖୀନ, ବାରମ୍ବାର ମୃତ୍ୟୁର ସମ୍ମୁଖୀନ ହେବାରେ, ଜାହାଜ ଭଙ୍ଗ ସହ୍ୟ କରିବାରେ, ଅନେକ ପ୍ରକାର ଦୁର୍ବଳତା ତାଙ୍କ ଜୀବନରେ, ଅନେକ କାରଣ ଦ୍ୱାରା ଆପଣା ଜୀବନରେ ସେ ଦୁର୍ବଳତା ତାଙ୍କ ଜୀବନରେ ଦେଖାଯାଉଛି। ଏହି ପ୍ରକାର ସମୟରେ ଜାହାଜ ଭଙ୍ଗ ସହ୍ୟ କରିବାରେ, ନିଜ ଲୋକମାନଙ୍କଠାରୁ ବିପଦ, ବିଜାତିମାନଙ୍କଠାରୁ ବିପଦ, ମଣ୍ଡଳୀ ବିଷୟକ ଚିନ୍ତା, এই ସମସ୍ତ ପ୍ରକାର ବିପଦରେ ଦୁର୍ବଳତା ଏ ସମସ୍ତ ବିଷୟ ଦ୍ୱାରା ଆସିଲା ବେଳେ ସେ କହୁଛନ୍ତି ମୁଁ ଆଉ କୌଣସି ବିଷୟରେ ଦର୍ପ କରିବି ନାହିଁ, କେବଳ ମୋ ଠାରେ ଥିବା ଦୁର୍ବଳତା ବିଷୟରେ ହିଁ ମୁଁ ଦର୍ପ କରିବି। ମୋ ଠାରେ ଥିବା କ୍ଲେଶ ଆସିଲେ କ୍ଲେଶରେ ଦର୍ପ କରିବି, ଦୁର୍ବଳତାରେ ହିଁ ଦର୍ପ କରିବି। ଏହା ବିନା ଆଉ କୌଣସି ବିଷୟରେ ମୁଁ ଦର୍ପ କରିବି ନାହିଁ ବୋଲି କହୁଛନ୍ତି। କାରଣ ଆମେ ଏବେ ପଢ଼ିଲୁ ଦ୍ୱିତୀୟ କରନ୍ଥୀୟ 12 ଅଧ୍ୟାୟ, କରନ୍ଥୀୟ ମଣ୍ଡଳୀ ଦ୍ୱିତୀୟ ପତ୍ର 12 ଅଧ୍ୟାୟ 10 ପଦରେ ସେ କହୁଛନ୍ତି ତେଣୁ ଖ୍ରୀଷ୍ଟଙ୍କ ନିମନ୍ତେ ଦୁର୍ବଳତାରେ, ଅପମାନରେ, ଦୁର୍ଦ୍ଦଶାରେ, ତାଡ଼ନାରେ, ସଙ୍କଟରେ ମୁଁ ସନ୍ତୁଷ୍ଟ ହୁଏ। ଖ୍ରୀଷ୍ଟଙ୍କ ନିମନ୍ତେ ଦୁର୍ବଳତାରେ ମାନେ ଏଠାରେ ସେ କହିବାକୁ ଚାହାନ୍ତି, ଏବେ ଯେ ଆମେ ତାଙ୍କ ଜୀବନ ଦେଖିଲେ ସେ କେଉଁ ବିଷୟରେ ଅନେକ ପ୍ରକାର ବିପଦ ଦ୍ୱାରା ସେ ତାଙ୍କ ଜୀବନରେ ଦୁର୍ବଳତା ଆସିଲା, କିନ୍ତୁ ତାହା କେଉଁ ପ୍ରକାର କହିଲେ ଖ୍ରୀଷ୍ଟଙ୍କ ନିମନ୍ତେ ଦୁର୍ବଳତା, ଖ୍ରୀଷ୍ଟଙ୍କ ନିମନ୍ତେ ଅପମାନ, ଖ୍ରୀଷ୍ଟଙ୍କ ନିମନ୍ତେ ଦୁର୍ବଳତା ମୋ ପ୍ରତି ଆସିଲା ବେଳେ ମୁଁ ସନ୍ତୁଷ୍ଟ ହୁଏ ବୋଲି କହୁଛନ୍ତି। କାରଣ ଯେତେବେଳେ ମୁଁ ଦୁର୍ବଳ ସେତେବେଳେ ମୁଁ ବଳବାନ।
ଯେତେବେଳେ ମୁଁ ଦୁର୍ବଳ ସେତେବେଳେ ମୁଁ ବଳବାନ। ଖ୍ରୀଷ୍ଟଙ୍କ ନିମନ୍ତେ ମୁଁ ଦୁର୍ବଳତା ମୋ ଜୀବନକୁ ଆସିଲେ ସେତେବେଳେ ମୁଁ ବଳବାନ, ସେତେବେଳେ ମୁଁ ସନ୍ତୁଷ୍ଟ ବୋଲି କହୁଛନ୍ତି। କାରଣ ଯେତେବେଳେ ଦୁର୍ବଳତା ମୋ ଜୀବନରେ ଦେଖାଯାଏ ଖ୍ରୀଷ୍ଟଙ୍କ ନିମନ୍ତେ, ସେତେବେଳେ ଈଶ୍ୱର ମୋତେ ସାହାଯ୍ୟ କରିବେ। ଈଶ୍ୱରଙ୍କ ଶକ୍ତି ଦ୍ୱାରା ମୁଁ ସବୁକିଛି କରିପାରିବି। ସେହି ସମୟରେ ଖ୍ରୀଷ୍ଟ ମଧ୍ୟ ମୋତେ ସାହାଯ୍ୟ କରିବେ। ସେହି ସମୟରେ ଈଶ୍ୱରଙ୍କ ଅନୁଗ୍ରହ ମୁଁ ପାଇବି ବୋଲି କହୁଛନ୍ତି। ଏହି ପ୍ରକାରେ ଦୁର୍ବଳତାରେ ସେ ସନ୍ତୁଷ୍ଟିତ ହେଉଛନ୍ତି। ଆମମାନଙ୍କ ଜୀବନରେ ଦୁର୍ବଳତା ଆସିଲେ, ଦୁର୍ବଳତା ଦେଖାଗଲେ ବିଭିନ୍ନ କାରଣ ଦ୍ୱାରା କେହି ଜଣେ ଲୋକ ଆମମାନଙ୍କୁ ସାହାଯ୍ୟ କରୁଥିଲେ, ତଥାପି ଆମମାନଙ୍କ ମଧ୍ୟରେ ସନ୍ତୁଷ୍ଟ ଦେଖାଯାଇନଥାଏ। ସେଇ କ୍ଷଣକାଳ ସନ୍ତୁଷ୍ଟ, କେହି ଜଣେ ସାହାଯ୍ୟ କଲେ, ତଥାପି ଦୁର୍ବଳତାରେ ଆମେ ସନ୍ତୁଷ୍ଟ ହୋଇପାରିନଥାଉ। କିନ୍ତୁ ଏଠାରେ ପ୍ରେରିତ ପାଉଲ କହୁଛନ୍ତି ଖ୍ରୀଷ୍ଟଙ୍କ ନିମନ୍ତେ ଦୁର୍ବଳତା ସହ୍ୟ କରିବାରେ, ଦୁର୍ବଳତାରେ ମୁଁ ସନ୍ତୁଷ୍ଟ। ସେହିପରି ଖ୍ରୀଷ୍ଟ ସାହାଯ୍ୟ କରନ୍ତି ଦୁର୍ବଳତାରେ। ସେହି ବାକ୍ୟ ବି ଆମେ ଦେଖିବା ଏବ୍ରୀ ପୁସ୍ତକ 4 ଅଧ୍ୟାୟ 15 ପଦ। ଏବ୍ରୀ ପୁସ୍ତକ 4 ଅଧ୍ୟାୟ 15 ପଦ। ଏବ୍ରୀ ପୁସ୍ତକ ଏବ୍ରୀମାନଙ୍କ ନିକଟକୁ ପତ୍ର 4 ଅଧ୍ୟାୟ 15 ପଦ ଦ୍ୱାରା ଆମେ ପଢ଼ିଲେ, ଏବ୍ରୀ ପୁସ୍ତକ 4 ଅଧ୍ୟାୟ 15 ପଦ। କାରଣ ସେ ଆମମାନଙ୍କ ଦୁର୍ବଳତାରେ ଆମମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଅସମର୍ଥ। ଆମମାନଙ୍କର ଏପରି ମହାଯାଜକ ନାହାନ୍ତି। ଖ୍ରୀଷ୍ଟ ଆମମାନଙ୍କ ଦୁର୍ବଳତାରେ ଆମମାନଙ୍କୁ ସାହାଯ୍ୟ କରିବେ ନାହିଁ ତାହା ନୁହେଁ। ଆମମାନଙ୍କ ଦୁର୍ବଳତାରେ ଆମମାନଙ୍କୁ ସାହାଯ୍ୟ କରିବାକୁ ତାଙ୍କର ସାମର୍ଥ୍ୟ ଅଛି, ତାଙ୍କର କ୍ଷମତା ଅଛି, ତାଙ୍କର ଶକ୍ତି ଅଛି। ଖ୍ରୀଷ୍ଟ ମଧ୍ୟ ଆମମାନଙ୍କ ଦୁର୍ବଳତାରେ ଆମମାନଙ୍କୁ ସାହାଯ୍ୟ କରନ୍ତି। ଆହୁରି ବାଇବେଲରେ ଲେଖା ହେଇଛି ଯୀଶୁଖ୍ରୀଷ୍ଟ ଆମମାନଙ୍କ ପାଇଁ ନିବେଦନ କରନ୍ତି। ଆମମାନଙ୍କ ଦୁର୍ବଳତାରେ ଆମମାନଙ୍କ ନିମନ୍ତେ ଈଶ୍ୱରଙ୍କ ନିକଟରେ ନିବେଦନ କରନ୍ତି। ଈଶ୍ୱରଙ୍କ ବିଷୟରେ, ଖ୍ରୀଷ୍ଟଙ୍କ ବିଷୟରେ, ଆମମାନଙ୍କର ଜୀବନ ଦୁର୍ବଳ ହୋଇପଡ଼ିଲେ ସେ ଆମମାନଙ୍କୁ ସବଳ କରିବା ନିମନ୍ତେ ଈଶ୍ୱରଙ୍କ ନିକଟରେ ନିବେଦନ କରନ୍ତି, ଆମମାନଙ୍କୁ ସାହାଯ୍ୟ କରନ୍ତି। ଏହିପରି ସାମର୍ଥ୍ୟ ଥିବା ବ୍ୟକ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ସେହି ପ୍ରକାରେ ପବିତ୍ର ଆତ୍ମା ଆମମାନଙ୍କୁ ଦେଖାଯାଆନ୍ତି। ପବିତ୍ର ଆତ୍ମା ମଧ୍ୟ ଆମମାନଙ୍କ ଦୁର୍ବଳତାରେ ସାହାଯ୍ୟ କରନ୍ତି। ପବିତ୍ର ଆତ୍ମା ଦୁର୍ବଳତାରେ ସାହାଯ୍ୟ କରନ୍ତି। ତାହା କିପରି? ଅନେକ ଘଟଣା ଅଛି ବାଇବେଲରେ, ଅନେକ ଘଟଣା ଈଶ୍ୱର ବାଇବେଲରେ ଲେଖାଇ ରଖିଲେ। ପବିତ୍ର ଆତ୍ମା ଆମମାନଙ୍କୁ ସାହାଯ୍ୟ କରନ୍ତି କହି ଗୋଟିଏ ବାକ୍ୟ ଆମେ ଦେଖିବା ମାଥ୍ୟୁ ଲିଖିତ ସୁସମାଚାର 10 ଅଧ୍ୟାୟ 19 ପଦ 20 ପଦ। ମାଥ୍ୟୁ ଲିଖିତ ସୁସମାଚାର 10 ଅଧ୍ୟାୟ 19 ପଦ 20 ପଦ। ମାଥ୍ୟୁ ଲିଖିତ ସୁସମାଚାର 10 ଅଧ୍ୟାୟ 19 ପଦ 20 ପଦ। ଏଠାରେ ଘଟଣା କ'ଣ କହି ଆମେ ଆଲୋଚନା କଲେ, ଆମେ ଯେତେବେଳେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁ, ଈଶ୍ୱରଙ୍କୁ ବିଶ୍ୱାସ କରୁ, ସେହି ସମୟରେ ଥିବା ଲୋକମାନେ ମଧ୍ୟ ଯେତେବେଳେ ଈଶ୍ୱରଙ୍କଠାରେ ବିଶ୍ୱାସ କରୁଥିଲେ, ଖ୍ରୀଷ୍ଟଙ୍କଠାରେ ସ୍ୱୀକାର କରୁଥିଲେ ଖ୍ରୀଷ୍ଟଙ୍କୁ, ସେହି ସମୟରେ ସେମାନଙ୍କୁ ସମାଜ ଗୃହକୁ, ମହାସଭାକୁ, ବିଚାର ସ୍ଥାନରେ ସେମାନଙ୍କୁ ଡକାଇ ସେମାନଙ୍କୁ ସମସ୍ତଙ୍କ ସମ୍ମୁଖରେ ରଖି ବିଚାର କରାଯାଉଥିଲା। ସେହି ସମୟରେ ଏଠାରେ କହୁଛନ୍ତି ତୁମେମାନେ ମୋ ସକାଶେ ଶାସନକର୍ତ୍ତା ରାଜାମାନଙ୍କୁ ଛାମୁକୁ ଅଣାଯିବ, ତାହା ସେମାନଙ୍କ ବିଜାତିମାନଙ୍କ ପ୍ରତି ସାକ୍ଷ୍ୟ ସ୍ୱରୂପ ହେବ। କିନ୍ତୁ ଯେତେବେଳେ ତୁମମାନଙ୍କୁ ସମର୍ପଣ କରିବେ, ସେତେବେଳେ ତୁମେ କିପରି ବା କି କଥା କହିବ ସେ ବିଷୟରେ ଚିନ୍ତିତ ହୁଅ ନାହିଁ। କାରଣ କ'ଣ କହିବ ତାହା ସେହି ଦଣ୍ଡରେ ତୁମକୁ ଦିଆଯିବ। ଯେଣୁ ତୁମ୍ଭେମାନେ ବକ୍ତା ନୁହଁ, କିନ୍ତୁ ତୁମମାନଙ୍କ ପିତାଙ୍କର ଆତ୍ମା ଯେ କି ତୁମମାନଙ୍କ ଅନ୍ତରରେ କଥା କହନ୍ତି ସେ ଭକ୍ତା ଅଟନ୍ତି। ପ୍ରିୟମାନେ, ଏକ ବାକ୍ୟ ଆମେ ଦେଖୁଥିଲେ, ଆମମାନଙ୍କୁ ବିଚାର ଆସନ ସମ୍ମୁଖରେ ଛିଡ଼ା କରାଇଲେ। ସେହି ସମୟରେ ପବିତ୍ର ଆତ୍ମା, ପିତାଙ୍କର ଆତ୍ମା ଅଛି ପବିତ୍ର ଆତ୍ମା ଆସି ଆମମାନଙ୍କୁ ସାହାଯ୍ୟ କରିବେ। ପବିତ୍ର ଆତ୍ମା ଆମମାନଙ୍କ ଦୁର୍ବଳତାରେ ଆମମାନଙ୍କୁ ସାହାଯ୍ୟ କରିବେ। ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ଦୁର୍ବଳତାରେ ସାହାଯ୍ୟ କରନ୍ତି। ପବିତ୍ର ଆତ୍ମା ଆମମାନଙ୍କ ଦୁର୍ବଳତାରେ ସାହାଯ୍ୟ କରନ୍ତି। ଏହି ପ୍ରକାର ଦୁର୍ବଳତାରେ ଅନେକ ପ୍ରକାର ବିଭିନ୍ନ କାରଣରେ ଜୀବନରେ ଦୁର୍ବଳତା ଆସିଲେ ସେହି ଦୁର୍ବଳତାରେ ସାହାଯ୍ୟ କରିବା ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ ନିବେଦନ କରୁଛନ୍ତି। ପବିତ୍ର ଆତ୍ମା ମଧ୍ୟ ସାହାଯ୍ୟ କରୁଛନ୍ତି। ଏହି ପ୍ରକାର ସମୟରେ ଦୁର୍ବଳତାରେ ସନ୍ତୁଷ୍ଟିତ ହିଁ ହେବେ।
ଶେଷରେ ଏମାନେ ଈଶ୍ୱରଙ୍କ ବିଷୟରେ ଚିନ୍ତା କଲେ। ଈଶ୍ୱର ଦୁର୍ବଳତାରେ ସାହାଯ୍ୟ କରିବେ କି? ଦୁର୍ବଳ ରୂପେ ଥିଲେ ଈଶ୍ୱର ସବଳ କରିବେ କି? ଦୁର୍ବଳ ଲୋକମାନଙ୍କୁ ଈଶ୍ୱର ସବଳ କରିବେ କି? ଦୁର୍ବଳତାରେ ଈଶ୍ୱର ଆମମାନଙ୍କୁ ସାହାଯ୍ୟ କରିବେ କି? ହଁ, ଈଶ୍ୱର ଆମମାନଙ୍କୁ ସାହାଯ୍ୟ କରିବେ। କାରଣ ବାଇବଲର ଅନେକ ଭକ୍ତମାନେ ଅଛନ୍ତି ଯେଉଁମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ। ଭକ୍ତ ବ୍ୟକ୍ତିମାନେ ସେମାନେ ଈଶ୍ୱରଙ୍କ ନିମନ୍ତେ ବଞ୍ଚିବେ କହି ଭାବିଲା ବେଳେ ସେମାନଙ୍କ ଆଖି ସମ୍ମୁଖରେ ଥିବା ଦୁର୍ବଳତା ସମୟରେ ଘଟଣା ଗୁଡ଼ିକ ଦ୍ୱାରା ସେମାନଙ୍କ ଜୀବନରେ ଦୁର୍ବଳ ହେଲା ବେଳେ ଈଶ୍ୱରଙ୍କ ନିମନ୍ତେ ବଞ୍ଚିବା କହି ଚିନ୍ତାଧାରା ସେମାନଙ୍କ ମନରେ ଥିଲାବେଳେ ସେହି ପ୍ରକାର ଅନେକ ଲୋକମାନଙ୍କୁ ଈଶ୍ୱର କିପରି ସେମାନଙ୍କ ଦୁର୍ବଳତାରେ ସବଳ କଲେ, ଅନେକ ବ୍ୟକ୍ତିମାନଙ୍କର ଜୀବନ ଆଜି ଏମାନଙ୍କ ଆଖି ସମ୍ମୁଖରେ ରଖିଲେ। ସେମାନଙ୍କ ଜୀବନ ଆମମାନେ ପଢ଼ିବା। ଏବ୍ରୀ ପୁସ୍ତକ 11 ଅଧ୍ୟାୟ 34 ପଦରେ ଲେଖା ଅଛି। ଏବ୍ରୀ ପୁସ୍ତକ 11 ଅଧ୍ୟାୟ କହିଲେ ସେଠାରେ ବିଶ୍ୱାସୀମାନଙ୍କର ଜୀବନର ତାଲିକା ସେଠାରେ ଅଛି। ସେଠାରେ ସେ କହୁଛନ୍ତି ଦୁର୍ବଳମାନଙ୍କୁ ସବଳ କଲେ। ଏବ୍ରୀ ପୁସ୍ତକ 11 ଅଧ୍ୟାୟ 34 ପଦରେ ଦୁର୍ବଳମାନଙ୍କୁ ସବଳ କଲେ। ଈଶ୍ୱର ଦୁର୍ବଳମାନଙ୍କୁ ସବଳ କଲେ। ପୁଣି ଅନେକ ଲୋକଙ୍କୁ ଯେଉଁମାନେ ଈଶ୍ୱରଙ୍କ ନିମନ୍ତେ ବଞ୍ଚିବାକୁ ଇଚ୍ଛା କରିଥିଲେ, ଦୁର୍ବଳ ରୂପେ ଥିଲେ, ସେମାନଙ୍କୁ ଈଶ୍ୱର ସବଳ କଲେ। ଦୁର୍ବଳ ଲୋକମାନଙ୍କୁ ଈଶ୍ୱର ଏହି ଜଗତରେ ମନୋନୀତ କରୁଛନ୍ତି। ବାଇବଲରେ ଅନେକ ଭକ୍ତମାନଙ୍କୁ ଆମେ ଦେଖିଲେ ସେମାନେ ଆରମ୍ଭରୁ ସବଳ ନୁହନ୍ତି, ସେମାନେ ଦୁର୍ବଳ। ସେମାନଙ୍କୁ ଈଶ୍ୱର ମନୋନୀତ କରୁଛନ୍ତି। ଦୁର୍ବଳ ଲୋକମାନଙ୍କୁ ଈଶ୍ୱର ଏହି ଜଗତରେ ମନୋନୀତ କଲେ ବୋଲି କହୁଛନ୍ତି। କେଉଁମାନେ ସେମାନେ? ଜଣ ଜଣଙ୍କର ଜୀବନ ଆମେ ଦେଖିବା। କେଉଁ ପ୍ରକାର ଅବସ୍ଥାରେ ସେମାନେ ଥିଲେ, କେଉଁ ପ୍ରକାର ପରିସ୍ଥିତିରେ ସେମାନେ ଥିଲେ, ଈଶ୍ୱର ସେମାନଙ୍କୁ କିପରି ସବଳ କଲେ, ସେମାନଙ୍କ ଜୀବନର ଦୁର୍ବଳତାରେ ସେମାନେ କିପରି ସନ୍ତୁଷ୍ଟ ହେଲେ ଆମେ ଦେଖିବା। ପ୍ରଥମେ ଗିଦିଓନଙ୍କ ବିଷୟରେ ଆମେ ଦେଖିବା। ଗିଦିଓନ ନାମକ ଜଣେ ବ୍ୟକ୍ତି ଥିଲେ। ଈଶ୍ୱର ଆପଣା ଲୋକ ହୋଇଥିବା ଇସ୍ରାଏଲମାନେ ମିଶରୀୟମାନଙ୍କ ହସ୍ତରେ ଥିଲାବେଳେ ମିଶରୀୟମାନଙ୍କ ହସ୍ତରୁ ଇସ୍ରାଏଲମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଈଶ୍ୱର ଗିଦିଓନଙ୍କୁ ମନୋନୀତ କଲେ। ଈଶ୍ୱର ଗିଦିଓନଙ୍କୁ ସବଳ କଲେ। ସେ ଏକ ଘଟଣା ବାଇବଲରୁ ଏହି ସମୟରେ ଆମେ ପଢ଼ିବା। ବିଚାରକର୍ତ୍ତା 6 ଅଧ୍ୟାୟ 14 ପଦ। ବିଚାରକର୍ତ୍ତା 6 ଅଧ୍ୟାୟ 14 ପଦ। ବିଚାରକର୍ତ୍ତା 6 ଅଧ୍ୟାୟ 14 ପଦ ଆମେ ଥରେ ଦେଖିଲେ। ବିଚାରକର୍ତ୍ତା 6 ଅଧ୍ୟାୟ 14 ପଦ। ବିଚାରକର୍ତ୍ତା 6 ଅଧ୍ୟାୟ 11 ପଦ ଆମେ ପଢ଼ିଲେ ସେଠାରେ ଗିଦିଓନଙ୍କୁ ଈଶ୍ୱର ମନୋନୀତ କରିବେ। ଆଉ 14 ପଦ 15 ପଦ ଆମେ ପଢ଼ିଲେ ସେତେବେଳେ ସଦାପ୍ରଭୁ ତାଙ୍କୁ ଅନାଇ କହିଲେ, ତୁମେ ଆପଣା ଏଇ ବଳରେ ଯାଇ ମିଦିଆନରୁ ଇସ୍ରାଏଲକୁ ଉଦ୍ଧାର କର, ଆମ୍ଭେକୁ ତୁମକୁ ପଠାଇ ନାହୁଁ। ତହୁ ସେ କହିଲେ, ହେ ପ୍ରଭୁ, ମୁଁ କାହିଁରେ ଇସ୍ରାଏଲକୁ ଉଦ୍ଧାର କରିବି? ଦେଖ, ମନୁଷ୍ୟ ବଂଶ ମଧ୍ୟରେ ମୋର ପରିବାର ସବୁଠାରୁ କ୍ଷୀଣ, ପୁଣି ମୋ ପିତୃଗୃହ ମଧ୍ୟରେ ମୁଁ ସବୁଠୁ କନିଷ୍ଠ। ଏଠାରେ ଗିଦିଓନଙ୍କ ବିଷୟରେ ଆଲୋଚନା କଲେ। ଗିଦିଓନଙ୍କୁ ଈଶ୍ୱର ମନୋନୀତ କଲେ। ଆଉ ଗିଦିଓନଙ୍କୁ ଈଶ୍ୱର କହୁଛନ୍ତି, ତୁମେ ଯାଇ ମିଦିଆନୀୟମାନଙ୍କ ହସ୍ତରୁ ମୋର ଲୋକମାନେ ଯେ ଇସ୍ରାଏଲୀୟମାନେ ସେମାନଙ୍କୁ ଉଦ୍ଧାର କର ବୋଲି କହିଲେ। ସେତେବେଳେ ସାଙ୍ଗେ ସାଙ୍ଗେ ଗିଦିଓନ କହୁଥିବା କଥା 15 ପଦରେ, ମୁଁ କାହିଁରେ ଇସ୍ରାଏଲକୁ ଉଦ୍ଧାର କରିବି? ମନୁଷ୍ୟ ବଂଶ ମଧ୍ୟରେ ମୋର ପରିବାର ସବୁଠାରୁ କ୍ଷୀଣ, ମନୁଷ୍ୟ ବଂଶ ମଧ୍ୟରେ ମୋର ପରିବାର ସବୁଠାରୁ ଦୁର୍ବଳ, ଆଉ ସେହି ପରିବାରରେ ମୁଁ ସମସ୍ତଙ୍କଠାରୁ ସାନ, ମୁଁ ଦୁର୍ବଳ। ମୁଁ କିପରି ଯାଇ ଉଦ୍ଧାର କରିବି ଇସ୍ରାଏଲ ଲୋକମାନଙ୍କୁ ବୋଲି କହୁଛନ୍ତି। କହିଲା ବେଳେ ଦୁର୍ବଳ ରୂପେ ଥିବା ବ୍ୟକ୍ତିର ଜୀବନକୁ ଈଶ୍ୱର କିପରି ସାହାଯ୍ୟ କରୁଛନ୍ତି, କିପରି ସବଳ କରୁଛନ୍ତି ଆମେ ଦେଖିଲେ। 16 ପଦ। ତେବେ ସଦାପ୍ରଭୁ ତାହାକୁ କହିଲେ, ଆମେ ନିଶ୍ଚୟ ତୁମେ ସଂଘ ହେବା, ତହିଁରେ ତୁମେ ମିଦିଆନୀୟମାନଙ୍କୁ 1 ଜଣ ପରେ ସଂହାର କରିବ। ଈଶ୍ୱର କହୁଛନ୍ତି, ତୁମେ ଯାଅ, ଆମେ ତୁମ ସଂଘରେ ରହିବା। ତୁମେ ଯେମିତି ହେଲେ ବି ସେମାନଙ୍କ ସମସ୍ତଙ୍କୁ, ମିଦିଆନର ଲୋକ ସମସ୍ତଙ୍କୁ 1 ଜଣ ଭାବି ସଂହାର କର, ଆଉ ଇସ୍ରାଏଲମାନଙ୍କୁ ଉଦ୍ଧାର କର।
ପରେ ଆମେ ଦେଖିଲେ ସେଇ ପ୍ରକାର ଗିଦିଓନ ଯିବେ ମିଦିଓନୀୟମାନଙ୍କ ହସ୍ତରୁ ଇସ୍ରାଏଲ ଲୋକମାନଙ୍କୁ ଉଦ୍ଧାର କରିବେ। ଆଉ ମିଦିଓନୀୟମାନେ ସେଇ ପ୍ରକାରେ ଇସ୍ରାଏଲମାନଙ୍କୁ ଛାଡ଼ିଦେବେ। ଏ ଏକ ବାକ୍ୟ ବାଇବେଲରେ ଲେଖା ଅଛି। ଜଣେ ଗିଦିଓନ ଦୁର୍ବଳ, ମୁଁ କ୍ଷୀଣ, ମୁଁ ମୋ ପରିବାର ମନସ୍ୱୀ ବଂଶର କ୍ଷୀଣ ଦୁର୍ବଳ, ଆଉ ପରିବାରର ମୁଁ ସବୁଠାରୁ ସାନ, ମୁଁ କିପରି ଯିବି କହିଲା ବେଳେ ଈଶ୍ୱର କହୁଛନ୍ତି ନାଇଁ ତୁମେ ଯିବାର ଅଛି, ମୁଁ ତୁମ ସଙ୍ଗେ ରହିବି, ମୁଁ ତୁମକୁ ସାହାଯ୍ୟ କରିବି, ତୁମେ ଯାଅ ବୋଲି କହୁଛନ୍ତି। ସେଇ ପ୍ରକାର ଗିଦିଓନ ଯାଇ ଇସ୍ରାଏଲମାନଙ୍କୁ ଉଦ୍ଧାର କଲେ। ଆଉ ଜଣେ ବ୍ୟକ୍ତିଙ୍କ ବିଷୟରେ ଆମେ ଆଲୋଚନା କରିବା, ମୋଶାଙ୍କ ବିଷୟରେ ଆମେ ସମସ୍ତେ ଜାଣୁ। ମୋଶାଙ୍କୁ ଈଶ୍ୱର ମନୋନୀତ କଲେ, ମୋଶା ତୁମେ ଯାଅ ଇସ୍ରାଏଲ ଲୋକମାନଙ୍କୁ ମିଶର ଦେଶରୁ ଉଦ୍ଧାର କର ବୋଲି କହିଲେ। ସେତେବେଳେ ମୋଶା କହୁଛନ୍ତି ମୁଁ ଫାରୋଙ୍କ ସମ୍ମୁଖରେ ଛିଡ଼ା ହୋଇ ଫାରୋଙ୍କ ନିକଟକୁ ଯାଏ, ମୁଁ ଇସ୍ରାଏଲମାନଙ୍କୁ ଉଦ୍ଧାର କରିବାକୁ ମୁଁ କିଏ ଯେ ମୁଁ ଯାଇ ସେମାନଙ୍କୁ ଉଦ୍ଧାର କରିପାରିବି, ମୁଁ କିଏ ଯେ ମୁଁ ଯାଇ ସେଠାରେ ସେମାନଙ୍କୁ ଉଦ୍ଧାର କରିପାରିବି, ପ୍ରକୃତରେ ସେମାନେ ମୋ କଥା ଶୁଣିବେ କି? ମୋଶା ଈଶ୍ୱରଙ୍କୁ କହୁଛନ୍ତି, ଈଶ୍ୱର ମୋଶାଙ୍କୁ କହୁଛନ୍ତି ତୁମେ ଯାଅ, ତୁମେ ଯାଇ ମିଶରର ହସ୍ତରୁ ମୋର ଲୋକମାନଙ୍କୁ ଉଦ୍ଧାର କର ବୋଲି କହିଲେ। ମୋଶା କହୁଛନ୍ତି ମୁଁ କିଏ ଯେ ଫାରୋଙ୍କ ନିକଟକୁ ଯାଇ ଇସ୍ରାଏଲମାନଙ୍କୁ ଉଦ୍ଧାର କରିପାରିବି। ସେତେବେଳେ କହୁଛନ୍ତି ମୋର କଥା ସେମାନେ ଶୁଣିବେ ନାହିଁ, ମୋ ପ୍ରତି ସେମାନେ ମନୋଯୋଗୀ ହେବେ ନାହିଁ, ମୋ ରବ ପ୍ରତି କହିଲା ବେଳେ ଈଶ୍ୱର କହୁଛନ୍ତି। ଯାତ୍ରା ପୁସ୍ତକ 4 ଅଧ୍ୟାୟ ଆମେ ଦେଖିବା, ସେଠାରେ ସେମାନଙ୍କର କଥା ଆମେ ଦେଖିଲେ ଯାତ୍ରା ପୁସ୍ତକ 4 ଅଧ୍ୟାୟ 10 ପଦ 11 ପଦ, ଯାତ୍ରା ପୁସ୍ତକ 4 ଅଧ୍ୟାୟ 10 ପଦ 11 ପଦ ଆମେ ପଢ଼ିପାରିବା। ଅନନ୍ତର ମୋଶା ସଦାପ୍ରଭୁଙ୍କୁ କହିଲେ, ହେ ପ୍ରଭୁ, ଏ ସମୟ ପୂର୍ବରେ ଅବା ଆପଣ ନିଜ ଦାସ ସହିତ ଆଳାପ କଲା ଉତ୍ତରେ, ହେ ମୁଁ ବାକ୍ୟପତି ନୁହେଁ, ମାତ୍ର ମୁଁ ବାକ୍ୟରେ ଧୀର ଜଡ଼ଜୀବ ଅଟେ। ଏଠାରେ କହୁଛନ୍ତି ତୁମେ ଯାଅ କହିଲେ ମୋ କଥା ସେମାନେ ଶୁଣିବେ ନାହିଁ, ମୁଁ କିଏ ଯେ କହୁଛନ୍ତି। ତାପରେ କହୁଛନ୍ତି ମୁଁ ବାକ୍ୟପତି ନୁହେଁ, ମାତ୍ର ମୋ ବାକ୍ୟରେ ଧୀର ଓ ଜଡ଼ଜୀବ ଅଟେ। ମୁଁ କହିପାରିବି ନାହିଁ ସେମାନଙ୍କୁ, ମୋର କଥା ଠିକ୍ ନୁହେଁ, ମୁଁ କହିପାରିବି ନାହିଁ ବୋଲି କହୁଛନ୍ତି। ସେତେବେଳେ ଈଶ୍ୱର ତାଙ୍କୁ କହୁଛନ୍ତି ତୁମେ ଯାଅ, ଆମେ ତୁମର ମୁଖର ସହବର୍ତ୍ତୀ ହୋଇ ବକ୍ତବ୍ୟ କଥା ତୁମକୁ ଶିଖାଇବା। ତୁମେ ଯାଅ ଇସ୍ରାଏଲମାନଙ୍କୁ ଉଦ୍ଧାର କରିବାକୁ, ଫାରୋଙ୍କ ସମ୍ମୁଖରେ ଯାଇ କଥା କୁହ, ମୁଁ ପଠାଇଲି ବୋଲି କହିଲେ। କହୁଛୁ ମୁଁ କହିପାରିବି ନାହିଁ, କହିଲେ ତୁମେ ଯାଅ, ମୁଁ ତୁମର ମୁଖର ସହବର୍ତ୍ତୀ ହେବି, ମୁଁ ତୁମର ମୁଖରେ ବକ୍ତବ୍ୟ କଥା ତୁମକୁ ଶିଖାଇବି ବୋଲି କହୁଛନ୍ତି। ଦୁର୍ବଳ ଲୋକମାନଙ୍କୁ ଈଶ୍ୱର ମନୋନୀତ କରି ସେମାନଙ୍କୁ ସବଳ କରୁଛନ୍ତି। ସେମାନଙ୍କ ଦୁର୍ବଳତାରେ ଈଶ୍ୱରଙ୍କ ନିମନ୍ତେ ସେମାନଙ୍କ ଦୁର୍ବଳତାରେ ଈଶ୍ୱର ସେମାନଙ୍କୁ ସାହାଯ୍ୟ କରୁଛନ୍ତି। ସେଥିପାଇଁ ସେମାନେ ଦୁର୍ବଳତାରେ ସନ୍ତୁଷ୍ଟ। ତାପରେ ଆମେ ଦେଖିଲେ ମୋଶା ଯାଇ ସେଠାରେ ସମ୍ମୁଖରେ ଈଶ୍ୱର ମୋ ସହିତ ଅଛନ୍ତି ଭାବି ସେଠାକୁ ଯାଇ ଫାରୋଙ୍କ ନିକଟକୁ ଯାଇ ସେଠାରେ କହିବାର ଘଟିଲା। ଆଉ ଇସ୍ରାଏଲମାନଙ୍କୁ ଯେକୌଣସି ପ୍ରକାର ଇସ୍ରାଏଲ ଲୋକମାନଙ୍କୁ ଉଦ୍ଧାର କଲେ। ସମସ୍ତ ଇସ୍ରାଏଲ ଲୋକମାନେ ଉଦ୍ଧାର ପାଇଲେ। ମୋଶାଙ୍କ ପରି ଆଉ ଭାବବାଦୀ କେହି ନାହାନ୍ତି ବୋଲି ଲେଖା ଅଛି। ଜଣେ ଦୁର୍ବଳ ବ୍ୟକ୍ତି, ମୁଁ କଥା କହିପାରୁନାହିଁ, ମୋ କଥା ସେମାନେ ଶୁଣିବେ କି? ମୋର ଜୀବା ଜଡ଼ ଜୀବା ଅଟେ, ମୁଁ କଥା କହିପାରୁନାହିଁ, ମୁଁ ବକ୍ତୃତା ଦେଇପାରିବି ନାହିଁ, ମୁଁ କହିପାରିବି ନାହିଁ ବୋଲି କହିଲେ, ମୁଁ ତୁମର ସହବର୍ତ୍ତୀ ହେବି, ମୁଁ ତୁମର ସାହାଯ୍ୟ କରିବି, ତୁମେ ଯାଅ ବୋଲି କହିବାରୁ ଜଣେ ଦୁର୍ବଳ ବ୍ୟକ୍ତି ଦୁର୍ବଳତାରେ ଈଶ୍ୱର ସାହାଯ୍ୟ କରିବାରୁ ସନ୍ତୁଷ୍ଟିତ ହୋଇଲେ, ସବଳ ହେଲେ। ଆଉ ତାହାଙ୍କ ବିଷୟରେ ଲେଖା ଅଛି ମୋଶାଙ୍କ ତୁଲ୍ୟ ଭାବବାଦୀ ଆଉ କେହି ନାହାନ୍ତି, ମୋଶାଙ୍କ ପରି ଆଉ କେହି ନାହାନ୍ତି ବୋଲି ଲେଖା ଅଛି। ଦେଖନ୍ତୁ ଦୁର୍ବଳତାରେ ଈଶ୍ୱର କେଉଁ ପ୍ରକାର ସାହାଯ୍ୟ କରୁଛନ୍ତି, ଆଉ ସେଇ ପ୍ରକାର ଦୁର୍ବଳତାରେ କିପରି ସେମାନେ ସନ୍ତୁଷ୍ଟିତ ହେଉଛନ୍ତି। ଏହିପରି ଆମେ ଦେଖିଲେ ଭକ୍ତମାନଙ୍କର ଜୀବନ ଅନେକ ଭକ୍ତମାନେ ଅଛନ୍ତି। ଜଣେ ଜିଓସିଓଙ୍କ ଦେଖନ୍ତୁ, ଜିଓସିଓଙ୍କ ବିଷୟରେ ମୋଶାଙ୍କର ମୃତ୍ୟୁ ଉତ୍ତାରେ ଜିଓସିଓଙ୍କୁ ଈଶ୍ୱର ମନୋନୀତ କଲେ। ଜିଓସିଓଙ୍କୁ ମୋର ଲୋକମାନଙ୍କୁ ଜର୍ଦ୍ଦାନ ପାର କରାଅ, ମୁଁ ଯେଉଁ ଦେଶ ଦେବାକୁ ସେମାନଙ୍କୁ ଭାବିଅଛି ସେଇ ଦେଶ ପର୍ଯ୍ୟନ୍ତ ସେମାନଙ୍କୁ ନିଅ। ଜଣେ ଜିଓସିଓକୁ ବାଛିଲେ। ଜିଓସିଓ କହୁଛନ୍ତି, ଜିଓସିଓ ବି ସେଇ ପ୍ରକାରେ
ଝିଅକୁ ଈଶ୍ୱର କହୁଛନ୍ତି ତୁମେ ବଳବାନ ହୁଅ, ସାହସିକ ହୁଅ, ଭୟ କର ନାହିଁ, ଆମ୍ଭେ ତୁମ ସାଙ୍ଗରେ ଅଛୁ। ଜଣେ ଗିଦିଓନଙ୍କୁ ଦୁର୍ବଳ ସବଳ କଲେ, ଜଣେ ମୋସାଙ୍କୁ ଦୁର୍ବଳତାରେ ସବଳ କଲେ, ଜଣେ ଝିଅକୁ ଈଶ୍ୱର ସବଳ କଲେ, ଜଣେ ଏଲିଓଙ୍କୁ ଈଶ୍ୱର ସବଳ କଲେ, ଦାଉଦଙ୍କୁ, ଜଣେ ମେଷମାନଙ୍କୁ ଚରାଉଥିବା ଜଣେ ବ୍ୟକ୍ତି ଦାଉଦଙ୍କୁ ଈଶ୍ୱର ଛିଡ଼ା କରାଇ ତୁମେ ମୋ ନିମନ୍ତେ ଛିଡ଼ା ହେବାର ଅଛି, ତୁମେ ରାଜ୍ୟର ରାଜା ହେବାର ଅଛି, ମୋ ଲୋକମାନଙ୍କୁ ତୁମେ ଶାସନ କରିବାର ଅଛି। ଏହିପରି ଜଣେ ଦାଉଦ, ଛୋଟ ବାଳକ ଦାଉଦଙ୍କୁ ଈଶ୍ୱର ମନୋନୀତ କଲେ। ଏହିପରି ଦୁର୍ବଳତାରେ ଯେଉଁମାନେ ଈଶ୍ୱରଙ୍କ ନିମନ୍ତେ ବଞ୍ଚିବାକୁ ଚାହୁଁଛନ୍ତି ସେମାନଙ୍କ ଜୀବନରେ ଦୁର୍ବଳତା ଆସିଲେ ଈଶ୍ୱର ସେମାନଙ୍କୁ କେଉଁ ପ୍ରକାର ସବଳ କରୁଛନ୍ତି ଆମେ ଦେଖିଲେ। ଜଣେ ଝିଅ, ଜଣେ ଦାଉଦ, ଜଣେ ଏଲିଓ, ଏ ପ୍ରକାର ଅନେକ ଲୋକମାନେ ଆମମାନଙ୍କୁ ଦେଖାଯିବେ। ସେହି ପ୍ରକାର ସ୍ତ୍ରୀମାନଙ୍କ ମଧ୍ୟରେ ମଧ୍ୟ ଅନେକ ଲୋକ ଅଛନ୍ତି, ସ୍ତ୍ରୀମାନଙ୍କ ମଧ୍ୟରେ ଅନେକ ଲୋକ ଅଛନ୍ତି। ଜଣେ ଏଷ୍ଟର, ଜଣେ ଦେବୋରା, ଜଣେ ହାନ୍ନା, ଜଣେ ଆବିଗେଲ, ଏ ପ୍ରକାର ଅନେକ ସ୍ତ୍ରୀମାନେ ସେମାନଙ୍କ ଦୁର୍ବଳତାରେ ଈଶ୍ୱର ସେମାନଙ୍କୁ ସାହାଯ୍ୟ କଲେ, ଦୁର୍ବଳତାରେ ସେମାନେ ସନ୍ତୁଷ୍ଟ ହେଲେ। ସେ ପ୍ରକାର ନୂତନ ନିୟମକୁ ଆମେ ଆସିଲେ, ନୂତନ ନିୟମରେ ଆମେ ଦେଖିଲେ ପ୍ରେରିତମାନେ ସେମାନଙ୍କ ଦୁର୍ବଳତାରେ ସେମାନେ ସନ୍ତୁଷ୍ଟିତ ହେଲେ। ପ୍ରେରିତମାନେ ସେମାନଙ୍କ ଦୁର୍ବଳତାରେ ସେମାନେ ସନ୍ତୁଷ୍ଟିତ ହେଲେ। ତାହା କି ପ୍ରକାର ଆମେ ଦେଖିବା ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 5 ଅଧ୍ୟାୟ 41 ପଦ। ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 5 ଅଧ୍ୟାୟ 41 ପଦ। ସେଥିରେ ସେମାନେ ଯେ ସେଇ ନାମ ସକାଶେ ଅପମାନ ଭୋଗିବାକୁ ଯୋଗ୍ୟ ବୋଲି ଗଣିତ ହୋଇଥିଲେ, ସେଥି ନିମନ୍ତେ ସେମାନେ ଆନନ୍ଦ କରୁ କରୁ ମହାସଭାରୁ ବାହାରି ଗଲେ। ସେଠାକାର ଲୋକମାନେ କହୁଛନ୍ତି ତୁମେ ଯୀଶୁଙ୍କ ନାମରେ କଥା କହିବାକୁ ହେବ ନାହିଁ, ଏହି ପ୍ରକାର କହୁଛନ୍ତି। ଏହି ପ୍ରକାର ଦୁର୍ବଳ ସେମାନଙ୍କ ଜୀବନ ଦୁର୍ବଳତା ଆସୁଛି ଅନେକ ପ୍ରକାର କାରଣ ଦ୍ୱାରା। ସେହି ସମୟରେ ପ୍ରେରିତମାନେ ଆମମାନେ ଏହି ଅପମାନ ସହ୍ୟ କରିବାକୁ, ଏହି ଦୁର୍ବଳତା ଭୋଗିବାକୁ ଯୋଗ୍ୟ ବୋଲି ଗଣିତ ହୋଇ ଆନନ୍ଦ କରୁ କରୁ ମହାସଭାରୁ ବାହାରି ଗଲେ। ପ୍ରେରିତମାନେ ଦୁର୍ବଳତାରେ ଆନନ୍ଦ କରୁଛନ୍ତି। ପ୍ରେରିତ ପାଉଲ ମଧ୍ୟ ଦୁର୍ବଳତାରେ ଦର୍ପ କରୁଛନ୍ତି। ମୁଁ ଦୁର୍ବଳତାରେ ଦର୍ପ କରୁଛି, ମୁଁ ଦୁର୍ବଳତାରେ ଆନନ୍ଦ କରୁଛି। ଖ୍ରୀଷ୍ଟଙ୍କ ନିମନ୍ତେ ଦୁଃଖ ଭୋଗ କଲେ, ଖ୍ରୀଷ୍ଟଙ୍କ ନିମନ୍ତେ ଦୁର୍ବଳତା ସହ୍ୟ କଲେ ମୁଁ ଆନନ୍ଦ କରୁଛି। ମୋ ସହିତ ତୁମେମାନେ ମଧ୍ୟ ଆନନ୍ଦ କର, ମହା ଆନନ୍ଦରେ ଆନନ୍ଦିତ ହୁଅ, ଆନନ୍ଦ କର, ସନ୍ତୁଷ୍ଟିତ ହୁଅ ବୋଲି ପାଉଲ କହୁଛନ୍ତି। ନିଜେ ଦୁର୍ବଳତାରେ ଆଉ କାହିଁରେ ଆନନ୍ଦିତ ହେଉନାହାନ୍ତି, ଆଉ କାହିଁରେ ସନ୍ତୁଷ୍ଟିତ ହେଉନାହାନ୍ତି, ଆଉ ସମସ୍ତଙ୍କୁ କହୁଛନ୍ତି ମଧ୍ୟ ଆମେ ଦୁର୍ବଳତାରେ ସନ୍ତୁଷ୍ଟ ହେବା, ଦୁର୍ବଳତାରେ ଆନନ୍ଦ ହେବା। କାରଣ ଆମମାନଙ୍କର ସାହାଯ୍ୟକାରୀ ପରମେଶ୍ୱର, ଆମମାନଙ୍କର ସାହାଯ୍ୟକାରୀ ପ୍ରଭୁ ଯୀଶୁଖ୍ରୀଷ୍ଟ, ଆମମାନଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତି ପବିତ୍ର ଆତ୍ମା। ତେଣୁ ଆମମାନଙ୍କ ଦୁର୍ବଳତାରେ ଆମମାନେ ଆନନ୍ଦିତ ହେବା, ଆମମାନଙ୍କ ଦୁର୍ବଳତାରେ ଆମମାନେ ସନ୍ତୁଷ୍ଟିତ ହେବା ବୋଲି କହୁଛନ୍ତି। ଏହି ପ୍ରକାର ପ୍ରେରିତମାନେ ଦୁର୍ବଳତାରେ ସନ୍ତୁଷ୍ଟିତ ହେଲେ, ପ୍ରେରିତ ପାଉଲ ଦୁର୍ବଳତାରେ ସନ୍ତୁଷ୍ଟିତ ହେଲେ। ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ଆପଣ ଜୀବନରେ ଆମମାନଙ୍କ ପାଇଁ ସେ ଦୁର୍ବଳତା ତାହାଙ୍କ ଜୀବନକୁ ଆସିଲା, ସେହି ସମୟରେ ମଧ୍ୟ ସେ ସନ୍ତୁଷ୍ଟିତ ହେଉଛନ୍ତି। ଦେଖନ୍ତୁ ଏକ ବାକ୍ୟ କରନ୍ଥୀୟ ମଣ୍ଡଳ ନିକଟ ଦ୍ୱିତୀୟ ପତ୍ର, କରନ୍ଥୀୟ ମଣ୍ଡଳ ନିକଟ ଦ୍ୱିତୀୟ ପତ୍ର 13 ଅଧ୍ୟାୟ 4 ପଦ 5 ପଦ। କରନ୍ଥୀୟ ମଣ୍ଡଳ ନିକଟ ଦ୍ୱିତୀୟ ପତ୍ର 13 ଅଧ୍ୟାୟ 4 ପଦ 5 ପଦ ଆମେ ଥରେ ପଢ଼ିଲେ ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ କିପରି ଦୁର୍ବଳତାରେ ସନ୍ତୁଷ୍ଟିତ ଆମେ ଦେଖିବା। ସେ ତୁମମାନଙ୍କ ପ୍ରତି ଦୁର୍ବଳ ନୁହନ୍ତି, ମାତ୍ର ତୁମମାନଙ୍କ ମଧ୍ୟରେ ଶକ୍ତିମାନ ଅଟନ୍ତି। ଯଦ୍ୟପି ସେ ଦୁର୍ବଳତା ହେତୁ କ୍ରୁଶାର୍ପିତ ହେଲେ, ତଥାପି ଈଶ୍ୱରଙ୍କ ଶକ୍ତି ହେତୁ ସେ ଜୀବିତ। ଆମମାନେ ମଧ୍ୟ ତାହାଙ୍କଠାରେ ଦୁର୍ବଳ, ମାତ୍ର ଈଶ୍ୱରଙ୍କ ଶକ୍ତି ହେତୁ ଆମମାନେ ତାହାଙ୍କ ସହିତ ଜୀବିତ ହେବା। ସେ ଦୁର୍ବଳ ହେଲେ ଆମମାନଙ୍କ ପାଇଁ, ମାତ୍ର ସେ ଦୁର୍ବଳତାରେ ମଧ୍ୟ ଈଶ୍ୱରଙ୍କ ଶକ୍ତି, ଈଶ୍ୱରଙ୍କ ସାହାଯ୍ୟ ଅଛି। ତେଣୁ ସେ ଦୁର୍ବଳତାରେ ମଧ୍ୟ ଆମେ ସନ୍ତୁଷ୍ଟିତ। ଆମେ ଆରମ୍ଭରୁ ଆଲୋଚନା କରି ଆସିଲୁ ଦୁର୍ବଳତାରେ ସନ୍ତୁଷ୍ଟ। ଈଶ୍ୱରଙ୍କ ନିମନ୍ତେ ଆମେ ଦୁର୍ବଳତା ଯଦି ଆମମାନଙ୍କ ଜୀବନକୁ ଆସୁଅଛି ବିଭିନ୍ନ କାରଣ ମାଧ୍ୟମରେ, ତାହେଲେ ଆମେ ସନ୍ତୁଷ୍ଟ ହେବାର ଅଛି, ତାହେଲେ ଆମେ ଆନନ୍ଦିତ ହେବାର ଅଛି। ଜଣେ ଗିଦିଓନଙ୍କୁ ଆମେ ଦେଖିଲେ, ଅନେକ ଲୋକଙ୍କୁ ଈଶ୍ୱର ଦୁର୍ବଳ ଲୋକଙ୍କୁ ସବଳ କଲେ, এই ଜଗତର ଦୁର୍ବଳ ଲୋକଙ୍କୁ ଈଶ୍ୱର ମନୋନୀତ କଲେ। ଗିଦିଓନଙ୍କୁ ଆମେ ଦେଖିଲେ, ମୋସାଙ୍କୁ ଆମେ ଦେଖିଲେ, ଝିଅଙ୍କୁ ଆମେ ଦେଖିଲେ, ଏଲିଓଙ୍କୁ ଆମେ ଦେଖିଲେ,
ଦାଉଦଙ୍କୁ ଆମେ ଦେଖିଲେ, ଦେବୋରା, ଆବିଗେଲ, ଏହିପରି ଅନେକ ସ୍ତ୍ରୀମାନଙ୍କୁ ଆମେ ଦେଖ, ହାନା, ଏମାନେ ସମସ୍ତେ ଦୁର୍ବଳତାରେ ଈଶ୍ୱର ସନ୍ତୁଷ୍ଟ ହେଲେ। ସେମାନେ ଈଶ୍ୱରଙ୍କ ସାହାଯ୍ୟ ଦ୍ୱାରା ପ୍ରେରିତ ମାନେ ପାଉଲ, ପ୍ରଭୁ ଯୀଶୁଖ୍ରୀଷ୍ଟ ଦୁର୍ବଳତାରେ ସନ୍ତୁଷ୍ଟିତ। ଆଉ ଆଜି ଆମମାନଙ୍କର ପରିସ୍ଥିତି ଏହା ନା, ଚାରିଆଡ଼େ ମହାମାରୀ, ଏହି ପ୍ରକାର ସମୟରେ ଅନେକ ଈଶ୍ୱରଙ୍କ ବାକ୍ୟ କହିପାରୁନାହାନ୍ତି, ଈଶ୍ୱରଙ୍କ ନିମନ୍ତେ ଯାହା ଇଚ୍ଛା କରୁଛନ୍ତି ତାହା କହିପାରୁନାହାନ୍ତି। ଏହି ସମୟରେ ଆମମାନଙ୍କ ପ୍ରତି ଦୁର୍ବଳତା ତାହା। ସେତେବେଳେ ଆମେ କିପରି ସନ୍ତୁଷ୍ଟିତ ହେବା? ଆମମାନଙ୍କୁ କିଏ ସାହାଯ୍ୟ କରୁଛି? এই ଗୋଟେ ବାକ୍ୟ ଦେଖି ଆମେ ଶେଷ କରିବା। ଗୀତ ସଂହିତା 91 ଅଧ୍ୟାୟ 3 ପଦ। ଗୀତ ସଂହିତା 91 ଅଧ୍ୟାୟ 3 ପଦ। ଗୀତ ସଂହିତା 91 ଅଧ୍ୟାୟ 3 ପଦ। କାରଣ ସେ ତୁମକୁ ବ୍ୟାଧର ପାନ୍ଧରୁ ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ। ଆମମାନଙ୍କ ଦୁର୍ବଳତାରେ ଆମେ ଅଛୁ ଏବେ, ଈଶ୍ୱର ହିଁ ଆମମାନଙ୍କୁ ରକ୍ଷା କରିବେ, ଈଶ୍ୱର ହିଁ ଆମମାନଙ୍କର ସାହାଯ୍ୟ କରିବେ। ଏକ ସମୟରେ ଅଗ୍ନି ମଧ୍ୟରୁ ସାହାଯ୍ୟ କଲେ, ସେମାନଙ୍କୁ ରକ୍ଷା କଲେ। ଈଶ୍ୱରଙ୍କ ନିମନ୍ତେ ଆମେ ଦୁର୍ବଳତା ସହ୍ୟ କଲେ, ସେଥିରେ ସେ ସାହାଯ୍ୟ କରିବେ। ସେହି ପ୍ରକାର ଦୁର୍ବଳତାରେ ଆମେ ସନ୍ତୁଷ୍ଟିତ ହେବା, ସେହି ପ୍ରକାର ଦୁର୍ବଳତାରେ ଆମେ ଦର୍ପ କରିବା। ତେଣୁ ଦୁର୍ବଳତାରେ ଆମେ ସନ୍ତୁଷ୍ଟିତ ହେବା। ବାଇବଲରେ ଅନେକ ଭକ୍ତମାନେ ଆଜି ଆମମାନଙ୍କୁ ଆଦର୍ଶ ରୂପେ ଅଛନ୍ତି। ଜଣେ ଜିରିମିୟ, ମୋ ବାଳକ, ମୁଁ କିପରି ଯିବି, ମୁଁ କିପରି କହିବି ବୋଲି କହୁଛନ୍ତି ଜିରିମିୟ। ଈଶ୍ୱର କହୁଛନ୍ତି, ମୁଁ ଯେପରି ଆଜ୍ଞା ଦେବି, ମୁଁ ଯେପରି କହିବି ସେପରି ଯାଇ କୁହ। ଅନେକ ଭକ୍ତମାନଙ୍କ ଜୀବନ ଲେଖା ହେଲେ, ଦୁର୍ବଳତାରେ ଥିଲେ ସେମାନଙ୍କୁ ଈଶ୍ୱର ସବଳ କଲେ। ତେଣୁ ଦୁର୍ବଳତାରେ ହିଁ ଆମେ ସନ୍ତୁଷ୍ଟିତ ହେବା, ଦୁର୍ବଳତାରେ ଆମେ ଦୁଃଖିତ ହେବା ନାହିଁ। ଯେତେବେଳେ ଆମେ ଦୁର୍ବଳ, ସେତେବେଳେ ଆମେ ବଳବାନ।